ଥରେ ଟ୍ୟୁସନ୍ ଫେରୁଥିବା ସମୟରେ ମୋ ସାଙ୍ଗ, ଯିଏକି ମୋର ପୁରା କ୍ଲୋଜ୍ ଫ୍ରେଣ୍ଡ ଥିଲା, ସେ କିପରି ମୋତେ ରାସ୍ତାରେ ଗୋଟିଏ ବୁଦା ପାଖକୁ ନେଇ ମୋତେ କିପରି ଗେଁହିଥିଲା ଏବଂ ମୋ ଦିହକୁ ପୁରା ଦରଜ କରିଦେଇଥିଲା, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ସଦାବେଳେ ଆପଣମାନେ ହଟ୍ ଗେଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ଟ୍ୟୁସନ୍ରୁ ଫେରୁଥିବା ସମୟରେ ମୋର ସାଙ୍ଗ କିପରି ମୋତେ ରାସ୍ତାରେ ଗୋଟିଏ ବୁଦା ମୂଳରେ କିପରି ଗେହିଁ ପୁରା ମୋ ଦିହକୁ ଦରଜ କରିଦେଇଥିଲା, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଆମ +2ରେ ଟ୍ୟୁସନ୍ ପାଖାପାଖି ସନ୍ଧ୍ୟା 7ଟାରେ ଆରମ୍ଭ ହେଉଥିଲା ଏବଂ ଶେଷ ହେଉଥିଲା ରାତି 9ଟା ବେଳକୁ। ଆମ ଘର ପାଖରୁ ଆମ ଟ୍ୟୁସନ୍ ସେଣ୍ଟରର ଦୂରତା ପାଖାପାଖି 2 କିଲୋମିଟର ହେବ। ତେଣୁ ଆମେ ସମସ୍ତେ ସାଇକେଲରେ ଯାଉଥିଲୁ। ସେଦିନ ଟ୍ୟୁସନ୍ ସରିବାକୁ ଅଧଘଣ୍ଟା ବାକି ଅଛି, ହଠାତ୍ ଖୁବ୍ ଜୋରରେ ମେଘ ଆଉ ପବନ ହେଲା। ଏତେ ଜୋରରେ ପବନ ଆଉ ମେଘ ହେଲା ଯେ ଲାଇନ୍ ମଧ୍ୟ କଟିଗଲା। ଚାରିଆଡ଼େ ଅନ୍ଧାର, ତେଣୁ ପାଠପଢ଼ା ଆଉ ସେମିତି ହେଇପାରିଲା ନାହିଁ। ତାପରେ କିଛି ସମୟ ପରେ ଯେତେବେଳେ ମେଘ ଛାଡ଼ିଲା, ସାର୍ ଛୁଟି କରିଦେଲେ। ଆମେ ସମସ୍ତେ ଯେ ଯାହା ଘରକୁ ଗଲୁ। ବିକାଶ, ସିଏ ହେଉଛି ମୋର ସାଙ୍ଗ ଏବଂ ତାର ଘର ଆମ ଘର ପାଖରେ। ଆମେ 2 ଜଣ ବହୁତ ସାଙ୍ଗରେ ପାଠ ମଧ୍ୟ ପଢ଼ୁ ଏବଂ ଟ୍ୟୁସନ୍କୁ ଯିବା ଆସିବା ମଧ୍ୟ ଆମେ ସାଙ୍ଗରେ କରୁ। ତେଣୁ ସବୁ ପିଲାମାନେ ଆଗରେ ଥିଲେ, ସେମାନେ ଆଗରେ ଚାଲି ଯାଇଥିଲେ, ଆମେ 2 ଜଣ ପଛରେ କଥା କହି ଯାଉଥିଲୁ। ରାସ୍ତା ପୁରା ସୁନସାନ୍ ଥିଲା, ଲାଇନ୍ ଆଦୌ ନଥିଲା, ଚାରିଆଡ଼େ କେବଳ ଅନ୍ଧାର। କିଛି ରାସ୍ତା ଚାଲିଗଲା ପରେ ହଠାତ୍ ବିକାଶ କ'ଣ କଲା ନା, ତା ସାଇକେଲକୁ ଗୋଟିଏ କଣ ପାଖରେ ଅଟକାଇ ଦେଲା ଏବଂ କହିଲା, ରୋଜି ଟିକେ ଛିଡ଼ା ହ। ମୁଁ ବି ତା ପାଖରେ ଯାଇ ଛିଡ଼ା ହୋଇ ପଡ଼ିଲି। ସେ ସାଇକେଲଟିକୁ ଷ୍ଟାଣ୍ଡ କରିଦେଇ ମୋ ପାଖକୁ ଲାଗିକରି ଆସିଲା ଏବଂ କହିଲା, ରୋଜି, ମୁଁ ଆଜି ତୋତେ ଗୋଟେ କଥା କହିବି। ମୁଁ କହିଲି, ଆରେ କହ, ରାସ୍ତାରେ କେହି ନାହାନ୍ତି, ନିଛାଟିଆ ଲାଗୁଛି, ତ ଆମେ ସାଇକେଲରେ ଯାଉଥିବା ସମୟରେ ମଧ୍ୟ କଥା ହେଇପାରିଥାନ୍ତୁ। ସେ କହିଲା, ନାଇଁ, ମୁଁ ତୋତେ ଏଇଠି ଗୋଟିଏ କଥା କହିବି। ତାପରେ ସେ ଆରମ୍ଭ କଲା, ମୋ ପାଖକୁ ପୁରା ଲାଗି ଆସିଲା ଏବଂ ଲାଗି ଆସି କହିଲା, ରୋଜି, ମୁଁ ତୋତେ ବହୁତ ଭଲ ପାଏ। ଏ କଥା ତୋତେ ବହୁତ ଦିନ ଆଗରୁ କହିବି ବୋଲି ଭାବୁଥିଲି, କିନ୍ତୁ କହିପାରୁନଥିଲି। ଆଜି ମୁଁ ତୋତେ ଡେଇଁବାକୁ ମୋର ପ୍ରବଳ ଇଚ୍ଛା ହେଉଛି। ତୁ କ'ଣ କହୁଛୁ କହ? ତାର ସେହି ପ୍ରକାର କଥା ଶୁଣି ମୁଁ ପୁରା ଚମକି ପଡ଼ିଲି। ବିକାଶ ବହୁତ ସୁନ୍ଦର ପିଲାଟା, ଦେଖିବାକୁ ଖୁବ୍ ସୁନ୍ଦର, ପାଠ ମଧ୍ୟ ଭଲ ପଢ଼େ। ମୋତେ ମୋଟାମୋଟି ତାକୁ ଭଲ ଲାଗେ, କିନ୍ତୁ ଏଭଳିଆ କଥା ମୋ ମନକୁ କେବେ ବି ଆସିନଥିଲା। କିନ୍ତୁ ସିଏ ଯେତେବେଳେ ଏକଥା ମୋତେ କହିଲା, ମୁଁ ପୁରା ଚମକି ପଡ଼ିଲି। ମୁଁ କହିଲି, ତୁ କ'ଣ ପାଗଳ ହେଇଛୁ? ଏଇଟା ହେଉଛି ରାସ୍ତା, ତାପରେ ମୁଁ ଅବିବାହିତ, କାଳେ କ'ଣ ଅସୁବିଧା ହେବ? ତୋ ମନକୁ ଏମିତି କଥା କିପରି ଆସିଲା? ସେ କହିଲା, ଦେଖ, ମୁଁ ବହୁତ ଦିନ ହେଲା କହିବି ଭାବୁଥିଲି, କିନ୍ତୁ କହିପାରୁନଥିଲି। ଆଜି ବହୁତ କଷ୍ଟରେ ମୁଁ ତୋତେ ଏ କଥା କହିଛି। ତୁ ମୋତେ ମନା କରନି, ମୋ ମନକୁ ଭାଙ୍ଗି ଦିଏନି। ଏଇ କଥା କହି ସେ ମୋତେ ପଛପଟରୁ ଧରି ପକାଇଲା ଏବଂ ମୋ ବେକ ପାଖରେ ଖାଲି କିସ୍ ଉପରେ କିସ୍ ଦେବାକୁ ଲାଗିଲା। ମୁଁ ତାକୁ ଯେତେ ମନା କରୁଥିଲି, ସେ ସେତେ ଜୋରରେ ମୋତେ ଭିଡ଼ି ଧରୁଥିଲା। କିଛି ସମୟ ଏମିତି କଣ୍ଡାକଣ୍ଡି ଏବଂ ଭିଡ଼ାଭିଡ଼ି ହେଇସାରିଲା ପରେ ମୁଁ ବି ଆସ୍ତେ ଆସ୍ତେ ବିକାଶ ଆଗରେ ଦୁର୍ବଳ ହୋଇପଡ଼ିଲି।
କାରଣ ମୁଁ କେବେ ଦିଆଁ ଖାଇନଥିଲି। ତେଣୁ ତାର ସେ ସ୍ପର୍ଶ ପାଇସାରିଲା ପରେ ମୋ ମନ ମଧ୍ୟରେ ମଧ୍ୟ ଦିଆଁ ଖାଇବାକୁ ଇଚ୍ଛା ହେଇଗଲା। ତେଣୁ ମୁଁ ତାକୁ ଆଉ ବେଶୀ ବିରୋଧ କଲି ନାହିଁ। ଖାଲି ଏତିକି କହିଲି, ଏଇଟା ରାସ୍ତା, ତୁ କ'ଣ ପାଗଳ ହେଇଛୁ? କିଏ କାଳେ ପଶି ଆସିବ। ସେ କହିଲା, ଆରେ ନାହିଁ, ଏଇଠି ପାଖରେ ଗୋଟିଏ କାଜୁ ବାଡ଼ି ଅଛି। ସେଇ ବାଡ଼ି ଭିତରକୁ ଆମେ ଚାଲିଯିବା, କେହି ବି ଜାଣିପାରିବେ ନାହିଁ। ଏଇ କଥା କହି ସେ ମୋତେ ଜୋର ଜବରଦସ୍ତ ସେଇ କାଜୁ ବାଡ଼ି ପାଖକୁ ନେଇଗଲା। ଆମେ ସାଇକେଲ ଦୁଇଟିକୁ ଗୋଟିଏ ଗଛ ପାଖରେ ରଖିଦେଲୁ ଏବଂ ସେଇ କାଜୁ ବାଡ଼ି ଭିତରକୁ ପଶିଗଲୁ। ଚାରିଆଡ଼େ ଅନ୍ଧାର, କେହି ନାହାନ୍ତି। ସେ ମାହୋଲ ପୁରା ଗୋଟିଏ ଅଲଗା ଧରଣର ହେଇଥାଏ। ତେଣୁ ମୁଁ ଚାରିଆଡ଼କୁ ଦୃଷ୍ଟି ପକାଇ ଦେଖିନେଲି ଯେ ଏଠାରେ କିଛି ବି ବିପଦ ନାହିଁ, କାରଣ ଏଠାରେ କାହାରି ଦେଖା ଦର୍ଶନ ନାହାନ୍ତି। ତାପରେ ସେ କ'ଣ କଲା ନା ମୋତେ ସେଇ ଠିଆ ଠିଆ ମୋ ଦୁଧକୁ ଚିପୁଡ଼ିବାକୁ ଲାଗିଲା। କିଛି ସମୟ ମୋ ଦୁଧକୁ ସାର୍ଟ ଉପରେ ସେ ଚିପୁଡ଼ିଲା। ତାପରେ ଆସ୍ତେ ଆସ୍ତେ ସାର୍ଟର ବଟନକୁ ମଧ୍ୟ ଖୋଲିଦେଲା ଏବଂ ମୋର ଦୁଇଟି କୁଆଁରୀ ବଡ଼ ବଡ଼ ଦୁଧକୁ ପୁରା ବାହାର କରି ଆଣିଲା ଏବଂ ପାଗଳ ଭଳିଆ ତାକୁ ଦଳିବାକୁ ଲାଗିଲା ଏବଂ ଚୁଚୁମିବାକୁ ଲାଗିଲା। କିଛି ସମୟ ସେ ମୋ ଦୁଧକୁ ଚୁଚୁମି ସାରିଲା ପରେ ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। ମୁଁ ପୁରା ତା ଉପରେ ଢଳି ପଡ଼ିଲି। ସେ କ'ଣ କଲା ନା ଆସ୍ତେ କିନା ମୋ ପେଣ୍ଟକୁ ତଳକୁ ଖସାଇ ଦେଲା ଏବଂ ମୋ ବିଆରେ ଥିବା ବାଳ ଗୁଡ଼ିକୁ ସେ ତା ହାତରେ ସଲସଲ କଲା। କିଛି ସମୟ ହାତ ବୁଲେଇ ସାରିଲା ପରେ ତାର ଆଙ୍ଗୁଳିକୁ ମୋ ବିଆ ଭିତରେ ପଶାଇ ଖେଞ୍ଚିବାକୁ ଲାଗିଲା। ସେ ଯେତେବେଳେ ମୋ ବିଆ ଭିତରେ ତାର ଆଙ୍ଗୁଳିକୁ ପଶାଇ ଦେଲା, ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। କିଛି ସମୟ ସେ ଏମିତି ଖେଞ୍ଚା ଖେଞ୍ଚି କରିସାରିଲା ପରେ ମୁଁ ଖାଲି ତାକୁ ଏତିକି କହିଲି, ତମେ ଶୀଘ୍ର କର, କାରଣ କାଳେ କିଏ ପଶି ଆସିବ। ସେ କହିଲା, ହଉ ଠିକ୍ ଅଛି। ତାପରେ ସେ କ'ଣ କଲା ନା ତା ନିଜର ପୋଷାକକୁ ଖୋଲିଦେଲା ଏବଂ ତା ଲମ୍ବା ବାଣ୍ଡଟିକୁ ବାହାର କରି ଆଣି ମୋ ହାତରେ ଦେଇ କହିଲା, ଏହାକୁ ଟିକିଏ ହଲା। ସେତେବେଳକୁ ତା ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଥିଲା, ପୁରା ଲମ୍ବା ବାଣ୍ଡଟେ, ପୁରା ଟାଣୁଆ ମଧ୍ୟ ହେଇଥିଲା। କିଛି ସମୟ ତା ବାଣ୍ଡକୁ ନେଇ ମୁଁ ମଧ୍ୟ ଖେଳିଲି। ତାପରେ ସେ କ'ଣ କଲା ନା ସେମିତି ଠିଆ ଠିଆ ମୋର ଗୋଟିଏ ଗୋଡ଼କୁ ଟିକିଏ ଉପରକୁ ଟେକି ଦେଇ ସେ ତାର ସେଇ ଲମ୍ବା ବାଣ୍ଡକୁ ତା ଭିତରେ ପଶେଇଲା। ସହଜରେ ତା ବାଣ୍ଡଟି ମୋ ବିଆ ଭିତରକୁ ପଶିଲା ନାହିଁ। ତେଣୁ ସେ କ'ଣ କଲା ନା ତା ବାଣ୍ଡକୁ ବାହାର କରି ଆଣି ଟିକେ ଛେପ ନେଇ ତା ବାଣ୍ଡକୁ ପୁରା ଓଦା କରିଦେଲା ଏବଂ କିଛି ଛେପ ନେଇ ମୋ ବିଆକୁ ମଧ୍ୟ ଓଦା କରେଇଦେଲା। ତାପରେ କିଛି ସମୟ ଖେଞ୍ଚି ଖେଞ୍ଚି ସେ ତା ବାଣ୍ଡକୁ ମୋ ବିଆ ଭିତରେ ସମ୍ପୂର୍ଣ୍ଣ ଭାବରେ ପଶାଇ ଦେଲା। ଟିକିଏ କଷ୍ଟ ମଧ୍ୟ ମୋତେ ଲାଗିଲା, କିନ୍ତୁ କଷ୍ଟଠାରୁ ମଜା ଅଧିକ ଥିଲା। ତେଣୁ ମୁଁ ଆଉ କଷ୍ଟକୁ ସମ୍ଭାଳି ନେଲି। ତାପରେ ସେ ତା ଗାଣ୍ଡିକୁ ହଲାଇ ଖଚ୍ ଖଚ୍ ଖପ୍ ଖପ୍ କରି ପାଖାପାଖି 20 ମିନିଟ୍ ଧରି ଡେଇଁ ଚାଲିଲା। ତାପରେ ପୁଣି ତା ବାଣ୍ଡକୁ ବାହାର କଲା ଏବଂ ମୋତେ କହିଲା, ରୋଜି, ତୁ ଟିକିଏ ନଇଁ ପଡ଼, ମୁଁ ପଛପଟରୁ ତୋତେ ଡେଇଁବି। ମୁଁ ମଧ୍ୟ କ'ଣ କଲି ନା ତା ପଟକୁ ମୋ ବାଣ୍ଡଟିକୁ ଦେଖାଇ ଦେଇ ନଇଁ ପଡ଼ିଲି। ସେ ପଛପଟରୁ ମୋ ବାଣ୍ଡି ତଳ ଦେଇ ସେ ମୋ ବିଆରେ ତା ବାଣ୍ଡକୁ ପୁଣି ପଶେଇଲା। ପୁଣି ଖଚ୍ ଖଚ୍ ଖପ୍ ଖପ୍ କରି ଡେଇଁଲା। ଏମିତି ଡେଉଁଥିବା ସମୟରେ ମୋ ବିଆରୁ ସବୁ ରସ ବାହାରିଗଲା। କିଛି ସମୟ ପରେ ଯେତେବେଳେ ତା ବାଣ୍ଡରୁ ରସ ବାହାରିବା ସମୟ ହେଇଗଲା, ସେ କ'ଣ କଲା ନା ତା ବାଣ୍ଡକୁ ବାହାର କରି ନେଲା ଏବଂ ସବୁ ରସକୁ ତଳେ ପକାଇଦେଲା। ତାପରେ ଆମେ ଦୁଇ ଜଣ ଯିଏ ଯାହାର ଲୁଗାକୁ ସବୁ ପିନ୍ଧି ସାଇକେଲକୁ ଧରି ପୁଣି ଘର ଆଡ଼କୁ ଚାଲିଲୁ। ତାପରେ ଆମେ ଏମିତି
ବହୁତ ଥର ଗିଆଁ ଗିଁ ହେଇଛୁ। ସେତେବେଳକୁ ଆମକୁ ଗିଆଁର ସବୁ କାଇଦା ମାଲୁମ ହେଇସାରିଥିଲା। ତ ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।